ନମସ୍କାର ସମସ୍ତଙ୍କୁ। ଆପଣ ଦେଖୁଛନ୍ତି ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଡିସ୍କସନ୍ କରିବା ସାଇନ୍ସ ଭର୍ସେସ୍ ଆର୍ଟ୍ସ, କେଉଁ ଷ୍ଟ୍ରିମ୍ ସର୍ବୋତ୍ତମ, ଡିଟେଲ୍ ଡିସ୍କସନ୍ କରିବା। ଯେଉଁମାନେ ଦଶମ ପରେ ସାଇନ୍ସ ପଢ଼ିବେ କି ଆର୍ଟ୍ସ ପଢ଼ିବେ ସେମାନେ କନଫ୍ୟୁଜ୍ ଥିବେ, ତାଙ୍କ ପାଇଁ ଏହି ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏବଂ ପ୍ରାୟ ଲୋକ ଜାଣିଛନ୍ତି ସାଇନ୍ସ କ'ଣ ଆର୍ଟ୍ସ କ'ଣ। ଯେଉଁମାନେ ଜାଣିନାହାନ୍ତି ସାଇନ୍ସ ପଢ଼ିବି ନା କ'ଣ ପଢ଼ିବି, ତାହା ତାଙ୍କ ପାଇଁ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଅଟେ। ପ୍ରାୟତଃ ପ୍ରଶ୍ନ ଥାଏ ସାଇନ୍ସ ନେବୁ କି ଆର୍ଟ୍ସ ନେବୁ, ସାଇନ୍ସ ନେବୁ କି ଆର୍ଟ୍ସ ନେବୁ। ଏହି ପ୍ରଶ୍ନଟି ପ୍ରତ୍ୟେକ ଛାତ୍ର ଜୀବନରେ ଆସେ। ସାଇନ୍ସ ନେବୁ କି ଆର୍ଟ୍ସ ନେବୁ, ଦଶମ ପରେ କନଫ୍ୟୁଜ୍ ହୁଅନ୍ତି ଛାତ୍ରଛାତ୍ରୀମାନେ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଆଜିର ଏହି ଭିଡ଼ିଓରେ ସାଇନ୍ସ ଆର୍ଟ୍ସର ସଠିକ୍ ତୁଳନା କରିବା ଏବଂ ଶେଷରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସତ୍ୟ କହିବା। ପ୍ରଥମେ ଡିସ୍କସନ୍ କରିବା ସାଇନ୍ସ ଷ୍ଟ୍ରିମ୍ ବିଷୟରେ। ପ୍ରଥମେ କଥା ହେବା ସାଇନ୍ସ ଷ୍ଟ୍ରିମ୍ ବିଷୟରେ। ପ୍ରଥମେ ଦେଖିବା ସବଜେକ୍ଟ ଦେଖିବା। ସାଇନ୍ସ ଷ୍ଟ୍ରିମ୍ର ସବଜେକ୍ଟ କ'ଣ କ'ଣ ରହୁଛି। ସବଜେକ୍ଟ ହେଲା, ବିଷୟ ହେଉଛି ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି, ଏହିସବୁ ସବଜେକ୍ଟ ରହୁଛି। ତାପରେ କ୍ୟାରିୟର ଅପସନ୍, ଯଦି ଆପଣମାନେ ସାଇନ୍ସ ପଢ଼ିବେ କ'ଣ କ'ଣ ଚାକିରି ମିଳିବ ଆପଣଙ୍କୁ। କ୍ୟାରିୟର, ଡକ୍ଟର ହେଇପାରିବେ, ଇଞ୍ଜିନିୟରିଂ, ସାଇଣ୍ଟିଷ୍ଟ, ତାପରେ IT, ମେଡ଼ିକାଲ, ରିସର୍ଚ୍ଚ, ଏହିସବୁ ଆପଣମାନେ ସାଇନ୍ସ ପଢ଼ିଲେ କ୍ୟାରିୟର କରିପାରିବେ। ନେକ୍ସଟ ଦେଖିବେ ଲାଭ କ'ଣ। ଯଦି ଆପଣମାନେ ସାଇନ୍ସ ପଢ଼ି ଲାଭ କ'ଣ? ଲାଭ ହେଉଛି ଉଚ୍ଚ ଦରମା ଥିବା ଚାକିରି, ଟେକ୍ନିକାଲ ଜ୍ଞାନ, ବିଦେଶୀ ସୁଯୋଗ। ବିଦେଶୀ ସୁଯୋଗ ଯିବା ପାଇଁ ସମସ୍ତଙ୍କୁ ମିଳୁଛି, ଯାହାର ଟଙ୍କା ଅଛି ତାଙ୍କ ପାଇଁ ମଧ୍ୟ ବିଦେଶୀ ଯିବା ପାଇଁ ସୁଯୋଗ ମିଳିଯାଉଛି। ଅସୁବିଧା କ'ଣ? ଅସୁବିଧା ତ କାହାର ହେବ ନାହିଁ, କିନ୍ତୁ ମୁଁ କହୁଛି ଅଧିକ ପଢ଼ା ଚାପ ଟିକେ ରହିବ, କଠିନ ସିଲାବସ୍, ଦୀର୍ଘ ସମୟ ଅଧ୍ୟୟନ। ଅର୍ଥାତ୍ କଠିନ ସିଲାବସ୍, ଯେଉଁମାନେ ଡେଲି ଯାହା ଟାସ୍କ ଦିଆଯାଇଥିବ ସେଇଟା କରିବେ, ତାଙ୍କ ପାଇଁ କଠିନ ହେବ ନାହିଁ। ସାଇନ୍ସ ସେମାନଙ୍କ ପାଇଁ ଭଲ। ସାଇନ୍ସ କାହା ପାଇଁ ଭଲ? ଯେଉଁମାନେ ମ୍ୟାଥ୍, ଲଜିକ୍, ଏକ୍ସପେରିମେଣ୍ଟ ପସନ୍ଦ କରନ୍ତି, ତାଙ୍କ ପାଇଁ ହିଁ ସାଇନ୍ସ ଭଲ। ସମସ୍ତେ ସାଇନ୍ସ କରିପାରିବେ ନାହିଁ, କାହା ପାଇଁ କେଉଁଟା ପସନ୍ଦ। ସେଥିପାଇଁ ଯେଉଁମାନେ ଲଜିକ୍, ମ୍ୟାଥ୍, ଏକ୍ସପେରିମେଣ୍ଟ ପସନ୍ଦ କରନ୍ତି, ସେଇମାନଙ୍କ ପାଇଁ ସାଇନ୍ସ ଭଲ। ଏବେ ଡିସ୍କସନ୍ କରିବା ଆର୍ଟ୍ସ ଷ୍ଟ୍ରିମ୍ ବିଷୟରେ। ପାର୍ଟ ଟୁ ନେଇଛି ମୁଇଁ ଆର୍ଟ୍ସ ଷ୍ଟ୍ରିମ୍। ଏବେ କଥା ହେବା ଆର୍ଟ୍ସ ଷ୍ଟ୍ରିମ୍ ବିଷୟରେ, ଯାହା କେବେ ବି ଦୁର୍ବଳ ନୁହେଁ। ପ୍ରଥମେ ସବଜେକ୍ଟ ଦେଖିବା। ସବଜେକ୍ଟ ହେଲା ସବଜେକ୍ଟ ବିଷୟ ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ଜିଓଗ୍ରାଫି, ସାଇକୋଲୋଜି, ସୋସିଓଲୋଜି, ଏହିପରି ସବୁ ତାର ବିଷୟ ଅଛି ଆର୍ଟ୍ସ ଷ୍ଟ୍ରିମ୍ର। କ୍ୟାରିୟର ଅପସନ୍, ଆପଣମାନେ ଯଦି ଆର୍ଟ୍ସ ପଢ଼ିବେ ତାହେଲେ ତାର କ'ଣ କ'ଣ ଚାକିରିରେ ପକାଇ ପାରିବେ। IAS, IPS, ଲୟର, ଟିଚର, ଜର୍ନାଲିଷ୍ଟ, କଣ୍ଟେଣ୍ଟ କ୍ରିଏଟର, ଏହିସବୁ କରିପାରିବେ। ଏଇଟା ସାଇନ୍ସ ପିଲା ବି ପକାଇ ପାରିବେ, କିନ୍ତୁ ପ୍ରାୟ ଆର୍ଟ୍ସ ପିଲାମାନେ ବହୁତ କରିଥାନ୍ତି। ସାଇନ୍ସ ପିଲାଙ୍କ ତାଙ୍କ ଟିକେ ମେଡ଼ିକାଲ ଲାଇନ୍, ସେମାନେ ଅଲଗା ଲାଇନ୍ ଯିବା ପାଇଁ ଚେଷ୍ଟା କରନ୍ତି। ଲାଭ କ'ଣ? ଯଦି ସାଇନ୍ସ ପଢ଼ି ଲାଭ କ'ଣ? କମ୍ ପଢ଼ା ଚାପ, କ୍ରିଏଟିଭିଟି ବଢ଼େ, ଜିକେ ଭଲ ହୁଏ। ଯେଉଁମାନେ ଆର୍ଟ୍ସ ପଢ଼ନ୍ତି ଟିକେ ଜିକେ ତାଙ୍କର ଜେନେରାଲ ନଲେଜ ଟିକେ ଭଲ ହୁଏ। ଅସୁବିଧା କ'ଣ? ଅସୁବିଧା ହେଉଛି ସୋସାଇଟିର ଭୁଲ ଧାରଣା, କ୍ୟାରିୟର ବିଷୟରେ ଅବଗତି କମ୍। ଆର୍ଟ୍ସ ସେମାନଙ୍କ ପାଇଁ ଭଲ ଯେଉଁମାନେ ଚିନ୍ତା, ଲେଖନ, ସମାଜ ଓ ଲିଡରସିପ୍ରେ ଆଗ୍ରହୀ, ସେମାନଙ୍କ ପାଇଁ ଆର୍ଟ୍ସ ଭଲ। ସାଇନ୍ସ ଭର୍ସେସ୍ ଆର୍ଟ୍ସ ତୁଳନା କଲେ ସାଇନ୍ସ ଅଧିକ କଠିନ, ଆର୍ଟ୍ସ ଅଧିକ ଫ୍ଲେକ୍ସିବୁଲ୍।
ଯଦି ଆମେ ସାଇନ୍ସ ଏବଂ ଆର୍ଟ୍ସ ତୁଳନା କରିବା। ସାଇନ୍ସ ଅଧିକ କଠିନ, ଆର୍ଟ୍ସ ଅଧିକ ଫ୍ଲେକ୍ସିବୁଲ୍। ସାଇନ୍ସରେ ଟେକ୍ନିକାଲ ଜବ୍ ମିଳେ, ଆର୍ଟ୍ସରେ ଆଡମିନିଷ୍ଟ୍ରେଟିଭ ଓ କ୍ରିଏଟିଭିଟି ଜବ୍ ମିଳେ। ସତ୍ୟ କ'ଣ? ଷ୍ଟ୍ରିମ୍ ଠାରୁ ଅଧିକ ଜରୁରୀ ହେଉଛି ଆପଣଙ୍କ ଇଣ୍ଟରେଷ୍ଟ, ମେହନତ ଆଣ୍ଡ ସ୍କିଲ୍। ଏହି ତିନିଟା ପ୍ଲସ୍ ହେଲେ ଷ୍ଟ୍ରିମ୍ ଠାରୁ ଅଧିକ ଜରୁରୀ ହେଉଛି ଆପଣଙ୍କର ଇଣ୍ଟରେଷ୍ଟ ଏବଂ ମେହନତ ପ୍ଲସ୍ ସ୍କିଲ୍ ଦରକାର ଆପଣଙ୍କର। କନକ୍ଲୁଜନ୍ ଗୋଟେ ଆପଣଙ୍କୁ ମୋଟିଭେସନ୍ କହିବି। କନକ୍ଲୁଜନ୍ରେ ସାଇନ୍ସ ହେଉ କି ଆର୍ଟ୍ସ, ସକ୍ସେସ୍ ଆସେ କେବଳ ଫ୍ୟାସନ୍ରୁ, ଅନ୍ୟମାନଙ୍କ କଥାରେ ନୁହେଁ, ନିଜ ମନ ଓ ମସ୍ତିଷ୍କ ଦେଖି ନିଷ୍ପତ୍ତି ନିଅ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ, କମେଣ୍ଟ କରନ୍ତୁ ସାଇନ୍ସ କି ଆର୍ଟ୍ସ ନେବେ। ଯେଉଁମାନେ ସାଇନ୍ସ ପଢ଼ନ୍ତି ସେମାନେ ସାଇନ୍ସ ବୋଲି କମେଣ୍ଟ କରନ୍ତୁ, ଆର୍ଟ୍ସ ବୋଲି ଆର୍ଟ୍ସ, ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ